ବାର ଜଣ ଯୋଉ ଶିଷ୍ୟ ଥିଲେ ପ୍ରଭୁ ଯୀଶୁ ତାଙ୍କର ସହିତ ଭୋଜ ପାଳନ କଲେ। ଆଉ ସେ ଭୋଜ ଥିଲା ଖମେର ଶୂନ୍ୟ ରୋଟି ଆଉ ପଢିଦେବା ପରେ ଖମେର ଶୂନ୍ୟ ରୋଟି ପର୍ବରେ ପ୍ରଥମ ଦିନରେ ଖମେର ଶୂନ୍ୟ ରୋଟି ଯୋଉଟା କି ଆମେ ଯାତ୍ରା ପୁସ୍ତକରେ ଆମେ ପଢିଅଛୁ ବେଶୀ ଖମେର ଶୂନ୍ୟ କଣ ଆଉ ନିସ୍ତାର ପର୍ବର ମେଷୁ ଶାବକ ବଳିଦାନ କରାଯାଏ। ସେ ନିସ୍ତାର ପର୍ବ କଣ ଆମେ ଜାଣିଅଛୁ। ଜାଣିଥିଲେ ବି ମୁଁ ଆଉ ଥରେ କହିବାକୁ ଚାହେଁ ଯେ ଯାତ୍ରା ପୁସ୍ତକରେ ଖମେର ଶୂନ୍ୟ ରୋଟି ପର୍ବ ଅଛି 12 ଅଧ୍ୟାୟରେ ଅଛି। ଆଉ ମେଷ ଶାବକଙ୍କର ବଳିଦାନ ବିଷୟ ଲେଖା ହେଇଅଛି। ଆଉ ସେଇ ବିଷୟ ସର୍ବପ୍ରଥମେ ଇସ୍ରାଏଲୀୟ ମାନେ ପାଳନ କରିଥିଲେ। ଆଉ ସେଇ ବିଷୟ ଭୋଜ ପାଳନର ସମୟ ହୋଇଥିଲା। ଆଉ ସେଇ ସମୟରେ ତାଙ୍କର ଶିଷ୍ୟ ମାନଙ୍କର ସହିତ ଭୋଜ ପାଳନ କରୁଛନ୍ତି। ଆଉ ସେ ବିଷୟ ଆମେ ଅଧ୍ୟୟନ କରିବା ଦେଖିବା ଆମେ। ଆଉ ସେଇଦିନ ଖମେର ଶୂନ୍ୟ ରୋଟି ପର୍ବ ଥିଲା। ଆଉ ତାଡ଼ି ଶୂନ୍ୟ ରୋଟି ପର୍ବ ବୋଲି ବି ଆମେ ଜାଣୁଛୁ। ଆଉ ସେଇ ତାଡ଼ି ଶୂନ୍ୟ ରୋଟି ପର୍ବ 7 ଦିନ ପର୍ଯ୍ୟନ୍ତ ତାଡ଼ି ଶୂନ୍ୟ ରୋଟି ଖାଇବା ବୋଲି କହିଥିଲେ ଆଉ ନିୟମ ଦେଇଥିଲେ। ଆଉ ଯିଏ ବି 7 ଦିନ ପର୍ଯ୍ୟନ୍ତ ସେ ନିୟମକୁ ପାଳନ କରିବ ନାହିଁ ସେ ପ୍ରାଣୀ ତୁମମାନଙ୍କ ଠାରୁ ଉଚ୍ଛିନ୍ନ ହେବ ବୋଲିକି କହିଥିଲେ। ଆମେ ଶିକ୍ଷା ଗ୍ରହଣ କରିଅଛୁ। ଆଉ ମେଷ ଶାବକ ବଳିଦାନ ବି ସେହି ସମାଜରେ ପ୍ରଥମ ନିସ୍ତାର ପର୍ବ ପାଳନ କରିଥିଲେ ଜିହୁଦୀ ମାନେ ଇସ୍ରାଏଲୀୟ ମାନେ। ଆଉ ସେଇ ମେଷ ଶାବକ ପାଳନ କରିଥିଲେ ଆମେ ଜାଣୁ। ଆଉ ସେଇ ମେଷ ଶାବକର ସେଇ ନିସ୍ତାର ପର୍ବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଅଛନ୍ତି ଯେ ସେହିଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ ଯେ ଆମେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି। ସେଇ ନିସ୍ତାର ପର୍ବର ଭୋଜ ଦେଖନ୍ତୁ ଯେଉଁ ବ୍ୟବସ୍ଥା ପରମେଶ୍ୱର ଦେଇଥିଲେ ସେଇ ବ୍ୟବସ୍ଥାରେ ପ୍ରଭୁ ଯୀଶୁ ବି ସେଇ ନିୟମକୁ ପାଳନ କରୁଅଛନ୍ତି। ମୁଖ୍ୟ ବିଷୟ ସେ ନିୟମକୁ ପାଳନ କରୁଅଛନ୍ତି। ଆମେ ସେଇଠାରୁ ଆମେ ଶିକ୍ଷା ଗ୍ରହଣ କରିବା ଯେ ସେଇ ନିସ୍ତାର ପର୍ବର ମେଷ ଶାବକ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ଆଉ ଆମେ ଜାଣୁ ଯେ ସେଇ ମେଷ ଶାବକ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେଇ ସମାଜରେ ନିସ୍ତାର ପର୍ବରେ ସେଇ ଯାତ୍ରା ପୁସ୍ତକ 21 ଅଧ୍ୟାୟରେ ଯଦି ଆମେ ଅଧ୍ୟୟନ କରିବା ତ ସେଇ ଜାଗାରେ 21 ରୁ 28 ପଦ ଯେ ଅଧ୍ୟୟନ କରିବା ତ ଆମେ ଦେଖିବା ଯେ ଇସ୍ରାଏଲୀୟ ମାନଙ୍କୁ କୁହାଯାଇଥିଲା ଯେ ତମେ ଗୋଟେ ଗୋଟେ ସମସ୍ତେ ମେଷ ଶାବକ ଆଣିବ ବଳିଦାନ କରିବ ଆଉ ତୁମର ଗଛର ବାଜୁରେ ତାମାନେ ସେଟା ଲେପନ କରବ ବୋଲିକି ସେପରି ଆଜ୍ଞା ଦେଇଥିଲେ। ଆଉ ସେ ବିଷୟ ସେମାନେ ପାଳନ କରିଥିଲେ। ଆଉ ସେଇ ଦିନ ସମୟ ହେଇଛି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ନିୟମ ପାଳନ କରିବା ନିମନ୍ତେ ତାଙ୍କର ଶିଷ୍ୟମାନଙ୍କୁ କହୁଅଛନ୍ତି। ଆଉ ତାଙ୍କର ଶିଷ୍ୟମାନେ କହୁଛନ୍ତି ଯେ ଆମେ ସେଇ ଭୋଜ କୋଉଠାରେ ଆମେ ପ୍ରସ୍ତୁତ କରିବୁ। ହାଲେଲୁୟା। ଆଉ ଆମେ ଜାଣୁ ଯେ ସେଇ ନିସ୍ତାର ପର୍ବର ମେଷ ଶାବକ କହୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ଆମେ ସମସ୍ତେ ଜାଣିଅଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଯେ କି ବଳିଦାନ ହେଇ ଅଛନ୍ତି କାଲବରୀ କ୍ରୁଶରେ ଆମେ ଜାଣିଅଛୁ। ଆଉ ସେ ହତ ହେଇ ଅଛନ୍ତି ଆମେ ଜାଣିଅଛୁ। ଆଉ ସେଇ ବିଷୟ ଜଣିବା ନିମନ୍ତେ ସେ ଜଣାଉଛନ୍ତି ତାଙ୍କ ଶିଷ୍ୟ ମାନଙ୍କୁ। ଆଉ ତାର ସହିତ ସେ ବ୍ୟବସ୍ଥାକୁ ସେ ବି ପାଳନ କରୁଅଛନ୍ତି। 13 ପଦ ପଢିବା। ଏଥିରେ ଆମର ଶିଷ୍ୟ ମାନଙ୍କର ମଧ୍ୟରୁ 2 ଜଣଙ୍କୁ ଏହା କହି ପଠାଇଲେ ତୁମେମାନେ ନଗରକୁ ଯାଅ ଆଉ ଜଳକୋମ୍ପା ଘିଣି ଯାଉଥିବା ଜଣେ ଲୋକ ତୁମମାନଙ୍କୁ ଭେଟିବ ତାହାର ପଛେ ପଛେ ଯାଅ। ସେ ଯେଉଁ ଗୃହରେ ପ୍ରବେଶ କରିବ ସେହି ଗୃହର କର୍ତ୍ତାକୁ କୁହ ଗୁରୁ ପଚାରୁଅଛନ୍ତି ମୁଁ ମୋର ଶିଷ୍ୟମାନଙ୍କର ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି ମୋର ସେ ଅତିଥିଶାଳା କାହିଁକି। 15 ପଦରେ ଦେଖବା ଯେ ସେଥିରେ ସେ ତୁମମାନଙ୍କୁ ସୁସଜ୍ଜିତ ଗୋଟେ ପ୍ରସ୍ତୁତ ଗୋଟେ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ ଆଉ ସେଇ ସ୍ଥାନରେ ଆମ ମାନଙ୍କ ପାଇଁ ପ୍ରସ୍ତୁତ କର ବୋଲି ହାଲେଲୁୟା। ତାଙ୍କର ଶିଷ୍ୟମାନଙ୍କୁ କହିଲେ ଯେ ଜଳକୋମ୍ପା ଘିଣି ଯାଉଥିବା ତାର ପଛ ପଛ ତମେ ଯିବ ଆଉ ତମେ ତାହାକୁ କହିବ ଗୁରୁ ପଚାରୁଅଛନ୍ତି ଯେ ସେଇ ସ୍ଥାନଟା କୋଉ ଜାଗା ବୋଲିକି। ଆଉ ସେଇଟା 15 ପଦରେ ଲେଖା ହେଇଛି ଗୋଟେ ସୁସଜ୍ଜିତ ପ୍ରସ୍ତୁତ ଗୋଟେ ଉପରିସ୍ଥ ଗୋଟେ ବୃହତ ଗୋଟେ ପୋଖରୀ ଦେଖାଇଦେବେ ଆଉ ସେଇ ସ୍ଥାନରେ ହିଁ ଆମ୍ଭ ମାନଙ୍କ ପାଇଁ ପ୍ରସ୍ତୁତ କର। କୋଉ ଭୋଜ ସେ ନିସ୍ତାର ପର୍ବର ଭୋଜ ସେଇ ପାଳନ କରିବା ନିମନ୍ତେ ତାଙ୍କ ଶିଷ୍ୟ ମାନଙ୍କୁ କହୁଅଛନ୍ତି। ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି
ନଗରରେ ପ୍ରବେଶ କଲେ ପୁଣି ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଦେଇଥିଲ ହାଲେଲୁୟା। ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ତାପରେ ଆଉ ଗୋଟେ ବିଷୟ କଥା ଯେ ସେଇ 17 ପଦରେ ଦେଖନ୍ତୁ ସନ୍ଧ୍ୟା ହେଲା ଆଉ ଦ୍ୱାଦଶଙ୍କର ସହିତ ଆସିଲେ। 12 ଜଣଙ୍କର ସହିତ ଆସିଲେ, ସନ୍ଧ୍ୟା ହେଲା ଆଉ ସେଇ ଜାଗାକୁ ସେଇ ସ୍ଥାନକୁ ଆସିଲେ। ଆଉ ସେଇ ସମାଜରେ କଣ ହେଇଛି, ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଯେ କି ମୋ ସଙ୍ଗରେ ଭୋଜନ କରୁଅଛି ସେ ମତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ଦେଇଥିଲ ହାଲେଲୁୟା। ହାଲେଲୁୟା। ତ ଆମେ ଏଇ ଜାଗାରେ ଦେଖୁ ଯେ ନିସ୍ତାର ପର୍ବ ଆଉ ଦେଶ ଶାବକଙ୍କର ବଳିଦାନ ବିଷୟ, ମୁଁ ସେଇ ବିଷୟ ଆଉ ଥରେ କହିବାକୁ ଚାହେଁ। ବେଶ ଶାବକଙ୍କର ବଳିଦାନ ଯେଟା ଆମେ ଜାଣିଅଛୁ, ଇଶାୟ ଭବିଷ୍ୟଦ୍ବକ୍ତା ସେ କହିଅଛନ୍ତି ପ୍ରଭୁ ଯୀଶୁଙ୍କର ବଳିଦାନ ବିଷୟ 53-7 ପଦରେ। ଆମେ ସେଟା ପଢିଦେଲେ ଟିକେ ଭଲ ହେବ। ଆଉ ସାତରେ ଲେଖାଯାଏ ସେ ଉପଦ୍ରବ ପ୍ରାପ୍ତ ହେଲେ ତଥାପି ସେ ଆପଣଙ୍କୁ ନମ୍ର କରି ଆପଣ ମୁଖ ଫିଟାଇଲେ ନାହିଁ। ବଧ ସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ ଲୋମ ଛେଦକ ମାନଙ୍କର ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣ ମୁଖ ଫିଟାଇଲେ ନାହିଁ ବୋଲିକି କହୁଛନ୍ତି। ଦେଖିଲ, ଆଉ ସେଇ ମେଷ ଶାବକ ନିସ୍ତାର ପର୍ବର ସେଇ ମେଷ ଶାବକ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଯିହୁଦୀ ମାନେ ଇସ୍ରାଏଲୀୟ ମାନେ 12 ବର୍ଷ ଯୋଉ ମିଶ୍ର ଦେଶରୁ ବାହାରିକି ଆସିଲେ, ସେଇ ସମୟରୁ ଜର୍ଦ୍ଦନ ନଦୀ ପାର ହେଇଗଲା ପରେ ପରମେଶ୍ୱର ବ୍ୟବସ୍ଥା ଦେଇଅଛନ୍ତି ଆଉ ଏଇ ପାଳନ କରିବା ନିମନ୍ତେ ତାହାକୁ କହୁଅଛନ୍ତି ନିସ୍ତାର ପର୍ବ ଆଉ ଅମେର ଶୂନ୍ୟ ବା ତାଡ଼ି ଶୂନ୍ୟ ରୁଟି ପର୍ବ ପାଳନ କରିବା। ଦେଇଥିଲ ହାଲେଲୁୟା। ତ ଆମେ ଦେଖୁ ଏଇ ଜାଗାରେ ଦୁଇଟା ଡିଫରେନ୍ସ ବିଷୟ କଥା ଅଛି ଯେ ପୁରାତନ ନିୟମରେ ଆମେ ଜାଣୁ ଯେ ମିଶ୍ର ଦେଶରୁ ସେମାନେ ବଞ୍ଚିତ ଥିଲେ, ଦାସର କାର୍ଯ୍ୟ କରୁଥିଲେ, ବେଠି ଘଟୁଥିଲେ। ଆଉ ପରମେଶ୍ୱର ତାହାଙ୍କୁ ନିଜର ବଳରେ ମୂଷାଙ୍କୁ ପ୍ରେରଣ କରିଥିଲେ, ମୂଷା ହେଇଥିଲେ ଆଉ ମୂଷା ତାହାଙ୍କୁ ବାହାର କରିକି ଆଣିଥିଲେ। ଆଉ ପରମେଶ୍ୱର ତାଙ୍କର ସହିତ ଥିଲେ। ପ୍ରଭୁ ଯୀଶୁ ନିଜେ ତାହାଙ୍କୁ ନିଜର ବଳ ଦ୍ୱାରା ସେମାନଙ୍କୁ ସେ ବନ୍ଧରୁ ମୁକ୍ତ କରିକି ଆଣିଥିଲେ। ଦେଇଥିଲ, ଆଉ ସେ ପ୍ରଥମ ଥର ସେ କହିଥିଲେ ନିସ୍ତାର ପର୍ବ ପାଳନ କରିବା ବିଷୟ କଥା ନିୟମ ଦେଇଥିଲେ, ଆଉ ତାଡ଼ି ଶୂନ୍ୟ ବିଷୟ, ଅମେର ଶୂନ୍ୟ ବିଷୟ ସେ ନିୟମ ଦେଇଥିଲେ। ତାପରେ ପରେ ଅନେକ ନିୟମ ଦେଇଥିଲ। ହେଲେ ଆମେ ନୂତନ ନିୟମରେ ଆମେ କଣ ଶିଖୁଅଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଯେଉଁ ସମାଜରେ ଜାଣି ନଥିଲା, ଆମେ ଚିହ୍ନି ନଥିଲା, ଆମେ ବି ଜଗତରେ ଅନ୍ଧକାର ଠାରେ ଆମେ ବନ୍ଧରେ ବାନ୍ଧି ହେଇଥିଲା। ଆମେ ଅନ୍ୟର ଦାସ କାର୍ଯ୍ୟ କରୁଥିଲା, ଆମେ ସତ୍ୟ ପରମେଶ୍ୱରକୁ ଜାଣୁନଥିଲା, ଆମର ଘର ଆମେ ଚିହ୍ନୁନଥିଲା, ଆମର ପିତାକୁ ଆମେ ଜାଣୁନଥିଲା, ଆଉ ଆମେ ଅନ୍ଧକାରରେ ଥିଲେ, ଆମେ ଦରାଟି ହଉଥିଲା। ବୁଝିଲ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ବଳିଦାନକୁ, ସେ ନିସ୍ତାର ପର୍ବର ବଳିଦାନକୁ ସଫଳ କରିବା ନିମନ୍ତେ ଇଶା ଭବିଷ୍ୟଦ୍ବକ୍ତାକୁ ଯେଉଁ ବିଷୟ କଥା କହିଅଛନ୍ତି, ଆଉ ଗୀତ ସ୍ନହିତାରେ ବି ଲେଖାଯାଏ ଅନେକ ଭବିଷ୍ୟଦ୍ବକ୍ତା ମାନେ କହିଅଛନ୍ତି ତାଙ୍କର ବିଷୟ କଥା, ଆଉ ସେ ନିଜେ ବି କହିଅଛନ୍ତି ତାଙ୍କର ମୃତ୍ୟୁ ବିଷୟ କଥା। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଠାରେ ଯେତେବେଳେ ଯେଉଁ ସମାଜରେ ଆମେ ଜାଣିନଥିଲା, ଆମେ ଦାସତ୍ୱର କାର୍ଯ୍ୟ କରୁଥିଲା, ସେଇ ମେଷ ଶାବକ ବଳିଦାନ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି କୃଷ ଉପରେ ଦେଇଗଲ। ଆଉ ଏ ବଳିଦାନ ହେବା ଦ୍ୱାରା ଆମ୍ଭେ ମାନେ ସମସ୍ତେ କଣ ହେଇଅଛୁ, ଜଗତରୁ ବାହାରି ଆସିଅଛୁ, ଆମେ ଆଲୋକର ସନ୍ତାନ ହେଇଅଛୁ, ଆମେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପାଇଅଛୁ। ଦେଇଥିଲ ହାଲେଲୁୟା। ଲୋକେ କେତେକ ଲୋକ ପାଳନ କରନ୍ତି, ଘରର ବାଜୁରେ ରକ୍ତ ଦିଅନ୍ତି, ଠିକ କଥା, ସେମାନେ ପୁରାତନ ନିୟମକୁ ଧରନ୍ତି। ହେଲେ ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଆସିକି କାଲବରୀ କ୍ରୁଶ ଉପରେ ରକ୍ତ ଦେଇକି ସେ ଆମକୁ
ଦାସରୁ ସେ ବାହାର କରି ଅଛନ୍ତି ଆଉ ତାଙ୍କର ସନ୍ତାନ ହେବାର ତାଙ୍କର ପୁତ୍ରର ଅଧିକାର ଆମକୁ ଦେଇଅଛନ୍ତି ପୁତ୍ରର ଉତ୍ତରାଧିକାରର ଅଧିକାର ଦେଇଅଛନ୍ତି ବୁଝିଲ ହାଲେଲୁୟା ଆମେ ଏଇ ଦୁଇ ବିଷୟ ଆମେ ଶିକ୍ଷା ଗ୍ରହଣ କରୁଅଛୁ ନିସ୍ତାର ପର୍ବ ଆଉ ତାଡ଼ି ଶୂନ୍ୟ ବିଷୟ ଅମୀର ଶୂନ୍ୟ ଅମୀର ଶୂନ୍ୟ 7 ଦିନ ଯାଏ ସେମାନେ ତାଡ଼ି ଶୂନ୍ୟ ରୁଟି ଖାଉନଥିଲେ ବୁଝିଲ ଆମେ ଶିକ୍ଷା ଜାଣିଅଛୁ ଯେ ଟିକିଏ ବୋଲି ଖମିରମୟ ଟିକିଏ ବୋଲି ଖମିର ସମସ୍ତ ପିଣ୍ଡୁଲାକୁ ଖମିରମୟ କରିଦିଏ ବୁଝିଲ ଟିକିଏ ବୋଲି ଖମିର ସମସ୍ତ ପିଣ୍ଡୁଲାକୁ ଖମିରମୟ କରିଦିଏ ତ ପରମେଶ୍ୱର ତାଙ୍କୁ ନିୟମ ଦେଇଥିଲେ ଯେ ତମେ ସପ୍ତମ ଦିନ ତାଡ଼ି ଶୂନ୍ୟ ରୁଟି ପାଳନ କରିବେ ତମେ ଖାଇବ ନାହିଁ ଆମେ ସେଇଟାକୁ ଆମେ ଶିକ୍ଷା ଗ୍ରହଣ କରୁ ଯେ ଆମେ ସପ୍ତମ ଦିନ ଯାଏ ଆମେ ପରମେଶ୍ୱରଙ୍କର ଠାରେ ଆମେ ମାନେ ନିଷ୍କଳଙ୍କ ପବିତ୍ର ଦେଖାଯିବା ଜରୁରୀ ଅଛି ଆଉ ସେହିପରି ଦିନ କାଟିବାର ଅଛି ଆଉ ପବିତ୍ର ବିଶ୍ରାମ ବାରକୁ ପ୍ରବେଶ କରିବାର ଅଛି ଦେଇଯିଲ ହାଲେଲୁୟା ସେହିପରି ନିୟମ ଅଛି ତାପରେ ଦେଖୁ 17 ପଦରେ 18 ପଦରେ ତାପରେ ସନ୍ଧ୍ୟା ହେଲା ସନ୍ଧ୍ୟା ସମୟରେ ଦ୍ୱାଦଶଙ୍କର ସହିତ ପ୍ରଭୁ ଯୀଶୁ ଆସିଲେ ଆଉ 18 ପଦରେ କହୁଛନ୍ତି ଯେ ସେଇ ଜାଗାରେ ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ତୁମ୍ଭମାନଙ୍କର ମଧ୍ୟରୁ ଜଣେ ଯେ କି ମୋ ସଙ୍ଗରେ ଭୋଜନ କରୁଅଛି ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ଏ 12 ଜଣଙ୍କର ଶିଷ୍ୟ ଭିତରୁ ଗୋଟିଏ ଜଣେ ଯେ କି ପ୍ରଭୁ ଯୀଶୁଙ୍କର ସହିତ ଥିଲା ଆଶ୍ଚର୍ଯ୍ୟ କର୍ମ ଦେଖୁଥିଲା ସେ ପଥରେ ସେ ଥିଲା ଆଉ ସିଏ ଯେ କି ପରମେଶ୍ୱରଙ୍କୁ ପ୍ରଭୁ ଯୀଶୁଙ୍କୁ ଧରେଇ ଦେବା ନିମନ୍ତେ ସେ ଖୋଜୁଥିଲା ଅନୁସରଣ ଖୋଜୁଥିଲା ଆଉ ଯେନ୍ଟା ବିଷୟ ଆମେ 14 এই 10-11 ପଦରେ সেই ବ୍ୟକ୍ତିକୁ ଆମେ ଜାଣିଅଛୁ ଆମେ 10-11 ପଢିଥିଲେ ଆମେ ଜାଣିବା ସେ ବିଷୟ କଥା ଆଉ ସେଇ ଶିଷ୍ୟ କଣ କରୁଥିଲେ ଧରେଇ ଦେବା ନିମନ୍ତେ ସେ ଅନୁସରଣ କରୁଥିଲେ ଆଉ ସେ ହିଁ ସେହି ଭୋଜନରେ ବସିକି ତାଙ୍କର ସହିତ ବସିକି ସେ ଭୋଜନ ପାନ କରୁଥିଲେ ବୁଝିଲ ହାଲେଲୁୟା ତ ଏଇ ଜାଗାରେ ଦେଖୁ ଆମେ ସମସ୍ତେ ଜାଣିଅଛୁ ଯେ ପ୍ରଭୁ ଯୀଶୁଙ୍କୁ ଧରେଇ ଦେବା ନିମନ୍ତେ କିଏ ଯାଇଥିଲେ ଇସ୍କରିୟା ଯିହୁଦା ସେ ଅନୁସରଣ କରୁଥିଲେ ଖୋଜୁଥିଲେ ଯେ କେଉଁ ସମାଜରେ ସେ ପ୍ରଭୁ ଯୀଶୁଙ୍କୁ ଶତ୍ରୁମାନଙ୍କର ହସ୍ତରେ ଧରେଇ ଦେବା ନିମନ୍ତେ ଆଉ ସେଇ ଇସ୍କରିୟା ଯିହୁଦା ପ୍ରଭୁଙ୍କର ସହିତ ଚାଲୁଥିଲେ ତାଙ୍କର ସହିତ ଥିଲେ ସବୁ କିଛି ବିଷୟ ଦେଖିଥିଲେ ବୁଝିଲ ହାଲେଲୁୟା ଆଉ ତାଙ୍କର ଶିଷ୍ୟମାନଙ୍କର ସହିତ ଜଣେ ଶିଷ୍ୟ ଥିଲେ 12 ଜଣ ଶିଷ୍ୟରୁ ଗୋଟେ ଜଣ ଶିଷ୍ୟ ଥିଲେ ସିଏ ବୁଝିଲ ହାଲେଲୁୟା ତ ଆମେ ଦେଖୁ সেই সময়ে সে বসিଥିଲେ ଆଉ সেই বিষয় ହେବାର ନିହାତି ଜରୁରୀ ଥିଲା ଆମେ ଜାଣିଅଛୁ ଯେ ଗୀତ ସଂହିତାରେ ସେଇ ବିଷୟ କଥା ଲେଖା ହେଇଅଛି ଗୀତ ସଂହିତା 41:9 ପଦରେ ଲେଖା ଅଛି ସେମିତି ହେବା କଥା ନଥିବା ବ୍ୟକ୍ତି ଗୀତ ସଂହିତାରେ ଲେଖା ଅଛି ସେ ବିଷୟ କଥା ଆଉ ସେଇ ବାକ୍ୟ ଅନୁସାରେ ସେଇଟା ସଫଳ ହେଇଅଛି ବୁଝିଲ ସେଇ ବାକ୍ୟ ଅନୁସାରେ ସେ ବିଷୟ ସଫଳ ହେଇଅଛି ଆଉ 19 ପଦରେ ଦେଖିବା ଯେ ସେଥିରେ ସେମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାକୁ ପଚାରିବାକୁ ଲାଗିଲେ ସେ କଣ ମୁଁ ତେବେ ଯୀଶୁ ସେମାନଙ୍କୁ କହିଲେ ଦ୍ୱାଦଶଙ୍କର ମଧ୍ୟରୁ ଜଣେ ଯେ କି ମୋ ସହିତ ପାତ୍ରରେ ହାତ ବୁଲାଉଅଛି ଦ୍ୱାଦଶଙ୍କର ମଧ୍ୟରୁ ଜଣେ ଯେ କି ସିଏ এই ପାନ ପାତ୍ରରେ ସେ ହାତ ବୁଲାଉଅଛି ବୋଲିକି କହୁଅଛି ପ୍ରେଜ୍ ଲର୍ଡ ହାଲେଲୁୟା ଆଉ ସେଇ ବିଷୟ ହେବାର ଥିଲା ଆଉ ସେଇ ଭବିଷ୍ୟତ ପୂରଣ ହେବାର ଥିଲା ଆଉ ଗୀତ ସଂହିତାରେ ଦାଉଦ ସେଇ ଜାଗାରେ ଲେଖି ଅଛନ୍ତି ଆଉ ସେଇ ବିଷୟ ସଫଳ ହେବ ହେଲେ ଦୁଃଖିତ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ 21 ପଦରେ କହୁଛନ୍ ଯେ ମନୁଷ୍ୟ ପୁତ୍ରଙ୍କର ବିଷୟରେ ଯେପରି ଲେଖା ଅଛି ସେହିପରି ସେ ପ୍ରାଣ କରୁଅଛନ୍ତି ସତ୍ୟ କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟ ପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଛନ୍ତି ହାୟ ସେ ଦଣ୍ଡର ପାତ୍ର ସେହି ଲୋକର ଜନ୍ମ ହୋଇନଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା ବୋଲି କହୁଛନ୍ତି ହେଇଯିବ ହାଲେଲୁୟା ପ୍ରଭୁ ଯୀଶୁ କହୁଅଛନ୍ତି ଯେ ଲେଖା ଅଛି ଯେ ସତ୍ୟ ହେଲେ ଯେନ୍ ବ୍ୟକ୍ତି ଦ୍ୱାରା ସେଟା ହଉଅଛି ସେ କାର୍ଯ୍ୟ ହଉଅଛି ସେ ଜନ୍ମ ନ ହୋଇନଥିଲେ ଭଲ ହେଇଥିଲା ସେ ଦଣ୍ଡର ପାତ୍ର ବୋଲିକି କହୁଅଛନ୍ତି ହେଇଯିବ ହାଲେଲୁୟା ହାଲେଲୁୟା ତାପରେ 22 ପଦରେ ଲେଖାଯାଏ
ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଆଉ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ନିଅ ଏହା ମୋର ଶରୀର। ଦେଇଥିଲ ଆଉ ସେ ରୋଟି ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଇଏ ହଉଛି ମୋର ଶରୀର ଆଉ ଏ ଶରୀରକୁ ନିଅ ବୋଲିକି କହୁଛନ୍ତି। ପୁଣି ସେ ପାନ ପାତ୍ର ଘେନି ଧନ୍ୟବାଦ କରି ସେମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାଠିତ ହୋଇଅଛନ୍ତି, ଏ ମୋର ସେଇ ରକ୍ତ। ଦେଇଥିଲ ତାପରେ 25 ପଦରେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେଉଁଦିନ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷ ଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହିଁ ପାନ କରିବି ନାହିଁ। ହାଲେଲୁୟା। ଆମେ ଏଗୁଡ଼ା ଆମେ ଶିକ୍ଷା ଗ୍ରହଣ କରୁଛୁ ଯେ ନିଷ୍ଠ ପର୍ବ ପ୍ରଭୁ ବୋଧ ବିଧି ଆମେ ସମସ୍ତେ ପାଳନ କରୁଅଛୁ, ପ୍ରଭୁ ବୋଧର ଅଂଶୀଦାର ହେଉଅଛୁ ଆଉ ଆମେ ସମସ୍ତେ ଜାଣୁଅଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବଳିଦାନ ହେଇକି ସେଇ ଗୋଟିଏ ରୋଟିର ଆମେ ସମସ୍ତେ ଅଂଶୀଦାର ହେଇଅଛୁ। ଆଇ ଆମେ ସମସ୍ତେ ମଣ୍ଡଳୀର ଗୋଟେ ଗୋଟେ ହାତ ଗୋଡ଼ ହେଇକି ଆମେ ସମସ୍ତଙ୍କର ସେଇ ଗୋଟିଏ ରୋଟି ହେଇଅଛୁ, ପ୍ରଭୁ ଯୀଶୁଙ୍କର ହେଇଅଛୁ ଆଉ ସେଇ ପ୍ରଭୁ ବୋଧର ଅଂଶୀଦାର ହେଉଅଛୁ ଆଉ ପ୍ରଭୁ ଯୀଶୁଙ୍କର ସେଇ ତାଙ୍କର ଶରୀର ତାଙ୍କର ରକ୍ତର ଆମେ ଅଂଶୀଦାର ହେଉଅଛୁ। ଦେଇଥିଲ ତାହେଲେ ଶେଷ ପର୍ବରେ ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ରୁଟି ଭାଙ୍ଗିକି ଦଉଥିଲେ ଖାଉଥିଲେ, ସେହି ସମୟରେ 12 ଜଣଙ୍କର ଶିଷ୍ୟ ମଧ୍ୟରୁ ଜଣେ ଥିଲା ଯେ କି ପ୍ରଭୁ ଯୀଶୁଙ୍କୁ ଧରେଇବା ଦେବା ନିମନ୍ତେ ସେ ଅନ୍ୱେଷଣ କରୁଥିଲା, ଖୋଜୁଥିଲା ଆଉ ସେ ସେଇ ଜାଗାରେ ବସିଥିଲା। ଦେଇଥିଲ ହାଲେଲୁୟା। ତ ଦେଖୁ ଯେ এই ଜାଗାରେ ଆମେ ଶିକ୍ଷା ଗ୍ରହଣ କରୁଛୁ ଯେ ଦେଖୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଦେଖୁ ଯେ ମଣ୍ଡଳୀରେ ଚର୍ଚ୍ଚ ଭିତରେ ବି ଆମେ ପ୍ରଭୁ ବୋଧ ନଉଅଛୁ ଆଉ ଆମେ ନିଜକୁ ବି ପଚାରୁ ଯଦି ଦେଖନ୍ତୁ ଇସ୍କରିୟା ଯିହୁଦା ତାର ଭୁଲ ଥିଲା କଣ, ଯେଉଁ ସମାଜରେ ତାହାକୁ ପ୍ରଲୋଭନରେ ସେ ପଡ଼ିଅଛି ଆଉ ସେ ବାକ୍ୟକୁ ସେ କାଟି ନାହିଁ ଆଉ ସେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ହେଇନାହିଁ, ବିଶ୍ୱାସ କରିନି ଆଉ ସେ ଲୋଭରେ ପଡ଼ିକି ପ୍ରଭୁ ଯୀଶୁଙ୍କୁ ଧରେଇ ଦେବା ନିମନ୍ତେ ସେ ଅନ୍ଧକାର ଶକ୍ତିକୁ ହୃଦୟ ଦେଇଅଛି ଆଉ ହୃଦୟ ଦେଇଦେବା ଦ୍ୱାରା ସେ କେଉଁ ଭବିଷ୍ୟତ ହେଇଥିଲା ପ୍ରଭୁଙ୍କର ସେଇ ବିଷୟ ସେ ଶିଷ୍ୟଙ୍କର ଦ୍ୱାରା କାର୍ଯ୍ୟ ହେଉଅଛି। ତାର ପରୀକ୍ଷା କରୁ ଯେ ଗୋଟେ ଜାଗାରେ ଲେଖାଯାଏ ଶେଷ ସମାଜର ଲକ୍ଷଣ, ଯେଉଁ ସମାଜରେ ଆମେ ଘୃଣ୍ୟ ବସ୍ତୁକୁ ଯେଉଁ ସ୍ଥାନରେ ହେବା କଥା ନ ହେବା କଥା ସେହି ସ୍ଥାନରେ ସେ ଘୃଣ୍ୟ ବସ୍ତୁ ରହିବ ବୋଲିକି କୁହାଯାଇଛି। ତ ଆମେ ଦେଖୁ ଆମେ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛୁ, ବିଶ୍ୱାସ କରିଅଛୁ, ପ୍ରଭୁ ବୋଧ ମେଜର ଅଂଶୀଦାର ହେଉଅଛୁ, ପ୍ରଭୁଙ୍କର ସହଭାଗିତାରେ ବସୁଅଛୁ, ସେଇ ଅନ୍ଧକାର ଶକ୍ତିର କାର୍ଯ୍ୟ ଆମର ଜୀବନରେ ହଉନି ତ? ଯଦି ହଉଅଛି ତାହେଲେ ପ୍ରଭୁ ଯୀଶୁଙ୍କର ଦୃଷ୍ଟିରେ ଆମେ ଦଣ୍ଡର ପାତ୍ର ଆଉ ପରମେଶ୍ୱରଙ୍କ ରାଜ୍ୟରେ ଆମେ ପ୍ରବେଶ କରିପାରିବା। ଆମେ ଯଦି ପ୍ରଭୁ ମେଜର ଅଂଶୀଦାର ହଉଅଛୁ, ଆମେ ଯାଉଅଛୁ ମେଜର ଅଂଶୀଦାର ହଉଅଛୁ ଆଉ କେହି ବି ଯଦି ମତେ ଦେଖୁନାହିଁ ବୋଲି ଭାବୁଅଛୁ ଆଉ ମେଜର ଅଂଶୀଦାରୀ ହେଇକି ଆମେ ଭାବୁଅଛୁ ଯେ ପ୍ରଭୁ ଯୀଶୁଙ୍କର ରାଜ୍ୟକୁ ଆମେ ପ୍ରବେଶ କରିପାରିବା ବୋଲି ଭାବୁଅଛୁ, ତାହେଲେ ଆମେ ପ୍ରବେଶ କରିପାରିବା ନାହିଁ। ତ ଆମର କର୍ତ୍ତବ୍ୟ ହଉଅଛି ଯେ ଆମେ ଗୋଟେ ଦେଖିଲା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ତୁମେ ସପ୍ତମ ଦିନ ଯାଏ ପୁରାତନ ନିୟମରେ ସପ୍ତମ ଦିନ ଯାଏ ତୁମେ ଦାରି ଶୂନ୍ୟ ରୋଟି ଖାଇବ ବୋଲି ଦେଇଥିଲ। ଆଉ ନୂତନ ନିୟମରେ ଗୋଟେ ଲେଖା ଯେ ପ୍ରଥମ କରନ୍ଥୀୟ 5:7 ପାଉଲ କହନ୍ତି କଣ କହନ୍ତି ଯେ ପୁରୁଣା ଖମିର ବାହାର କରିଦେବ ଯେଉଁ ନିମନ୍ତେ ଆମେ ନୂଆ ପିଣ୍ଡୁଲା ହୋଇପାରିବା। ଦେଇଥିଲ ଏ ବିଷୟ ଆମେ ଦେଖିବା সেই জায়গায় সে বিষয় লেখা আছে যে পুরোনা খমিরକୁ তুমি ବାହାର କରିଛ ଯେଉଁ ନିମନ୍ତେ ତୁମେ ନୂଆ ପିଣ୍ଡୁଲା ହୋଇପାରିବ ଆଉ ସେଥି ନିମନ୍ତେ ଆମେ ଆହୁତ ହେଇଅଛୁ, ମନୋନୀତ ହେଇଅଛୁ ଆଉ ସେଇ ନିୟମ ପାଳନ କରିବା ନିମନ୍ତେ ଆମେ ବାଧ୍ୟତା ହେବାର ନିହାତି ଜରୁରୀ ଅଛି। ହେଲେ ଯଦି ଆମେ ମେଜର ଅଂଶୀଦାର ହଉଅଛୁ ଆଉ ସେଇ ବିଷୟ ଆମ ହୃଦୟରେ ଯଦି ଅନ୍ଧକାର ଶକ୍ତି କାର୍ଯ୍ୟ କରୁଅଛି ଆଉ ପରମେଶ୍ୱରଙ୍କର ସହଭାଗିତାକୁ ଯାଉଅଛୁ, ମେଜର ଅଂଶୀଦାର ହଉଅଛୁ ଆଉ ଭାବୁଅଛୁ ଯଦି ଆମେ ଯେ ମୁଁ ନିୟମକୁ ପାଳନ କରୁଅଛି ଆଉ ମୁଁ ପ୍ରଭୁ ଯୀଶୁଙ୍କର ରାଜ୍ୟକୁ ମୁଁ ପ୍ରବେଶ କରିବି,
ଆଉ ଯଦି ଆମେ ଅବିରମୟ ହେଇଅଛୁ, ଯଦି ଆମର ଜୀବନରେ ସେ ଭୁଲ ଯଦି ଅଛି, ତ ଆମେ ସେଇ ବିଷୟକୁ ବାହାର କରିଦେବା, ସେ ପୁରୁଣା ଖବରକୁ ବାହାର କରିଦେବା, ତାହେଲେ ଆମେ ନୂଆ ପେଣ୍ଡୁଲା ହେଇପାରିବା। ହାଲେଲୁୟା। ଆମେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନଥିଲା, ଜଗତରେ ଥିଲା, ଜଗତର ଦାସର କାର୍ଯ୍ୟ କରୁଥିଲା, ଯେ ଯୋଉ ବିଷୟ କହୁଥିଲା ଆମେ ସେ ବିଷୟ କାର୍ଯ୍ୟ କରୁଥିଲା, ଆମେ ଜାଣିନଥିଲା ଯେଉଁ ସମାଜରେ, ସେ ସମାଜରେ ଆମେ ପ୍ରଭୁ ଯୀଶୁଙ୍କୁ ଜାଣିନଥିଲା। ଆଉ ଆମେ ପୁରା ପୁରା ଆମେ କେମିତି ଥିଲା, ଅବିରମୟ ଥିଲା ନା କେଉଁ କରିଥିଲା ଦେଖାଯାଏ। ଆମେ କେଉଁ କରିଥିଲା, ଆମର ବସ୍ତ୍ର କେଉଁ କରିଥିଲା, এটা লাগে ইসায় ভবিষ্যৎ বক্তা, ঈশার ভবিষ্যৎ বক্তা 1:18, হ্যাঁ 1:18 লেখা যায়, যে সেই জায়গায় লেখা যাইছি ঈশায় 1:18 যে আমার পাপ কেউ করেছিল, আমার পাপ সিন্দুর বর্ণ করি নেহে, সিন্দুর বর্ণ ଥିଲା, আর সেই জায়গায় লেখা যায় ତୁମର ପାପ ସିନ୍ଦୁର ବର୍ଣ୍ଣ ହେଲେ হে ଆମେ ହିମ ପରି ଶୁକ୍ଳ ବର୍ଣ୍ଣ କରିବୁ ବୋଲି ଲେଖା ଯାଇଛି ঈশা 1:18। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ରକ୍ତ ଦ୍ୱାରା ଆମକୁ ସେ ଧୌତ କରିଅଛନ୍ତି, ଆଉ ଆମକୁ ଶୁକ୍ଳ କରିଅଛନ୍ତି, ଶୁକ୍ଳ ବସ୍ତ୍ର ପରିଧାନ କରିଅଛୁ ଆମେ ସମସ୍ତେ। ଦେଇଥିଲ ଆମେ ଯେଉଁଦିନ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲା ଆଉ ରକ୍ତର ଅଂଶୀଦାରୀ ହେଲା, ମେଜର ଅଂଶୀଦାରୀ ହେଲା, ଆମେ ସେଇ ଦିନ ଠାରୁ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ଧୌତ ହେଇକି ଆମେ ତାଙ୍କର ସନ୍ତାନ ହେବା, ଆମେ ଜଗତରୁ ବାହାରିକି ଆସିବା, ଆମେ ବନ୍ଧୁରୁ ମୁକ୍ତ ହେଇକି ଆସିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ସେଇ ଭୋଜର ଅଂଶୀଦାରୀ ହେବାର ନିହାତି ଜରୁରୀ ଅଛି, ସେଇ ନୂତନ ରକ୍ତ, ନୂତନ ନିୟମର ରକ୍ତର ଅଂଶୀଦାରୀ ହେବାର ନିହାତି ଜରୁରୀ ଅଛି। ଆଉ ଯଦି ସେଇ ରକ୍ତ ଦ୍ୱାରା ଆମେ ଯଦି ଧୌତ ହେବା ନାହିଁ, ଆମେ ଯଦି ଶୁକ୍ଳ ବସ୍ତ୍ର ଯଦି ହେବା ନାହିଁ, ତାହେଲେ ତାଙ୍କର ରାଜ୍ୟ ଆମେ ପ୍ରବେଶ କରିପାରିବା ନାହିଁ। ଆଉ ଯଦି ଆମେ ଯଦି ଭାବୁଅଛୁ ଯେ ଭାବ କଲେ ବି ଚଲବା, ମେଜର ଅଂଶୀଦାରୀ ବି ହେଲେ ବି ଚଲବା, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ আর ମତେ ନେଇକରି ଯିବେ ତାଙ୍କର ସାଙ୍ଗେ ବୋଲି ଯଦି ଭାବୁଅଛୁ, ଆମେ ଯଦି ଭୁଲ ଭାବୁଅଛୁ। ଆମେ ଦେଖୁ, ଆମେ ଯଦି ସେମିତି ଭାବୁଅଛୁ ତାହେଲେ ଭୁଲ ଭାବୁଅଛୁ। ଦେଖୁ, ଗୋଟେ ବିବାହ ଭୋଜର ଦୃଷ୍ଟାନ୍ତ ଦେଇଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ମାଝି ଲିଖିତ ସୁସମାଚାର ସେଟା ଅଛି, ମାଝି ଲିଖିତ ସୁସମାଚାର 22 ଅଧ୍ୟାୟରେ ଲେଖା ଅଛି ଯେ ବିବାହ ଭୋଜର ଦୃଷ୍ଟାନ୍ତ ଦେଇଥିଲେ। ଆଉ ସେଇ ବିବାହ ଭୋଜରେ ଅନେକଙ୍କୁ ନିମନ୍ତ୍ରିତ କରାଯାଇଥିଲା, ସେମାନେ ଯାଇଥିଲେ। ଆଉ ସେଇ ଜାଗାରେ ଜଣେ ବ୍ୟକ୍ତି ଯିଏକି ସେ ବସ୍ତ୍ର ପିନ୍ଧି ନଥିଲା, ଆଉ ସେ ଜାଗାକୁ ସେ ଯାଇଥିଲା, ଆଉ ସେଇ ଜାଗାରେ ତାହାକୁ ସେ ବିନା ବସ୍ତ୍ରରେ ଦେଖିକି ତାହାକୁ ପଚାରିଲେ, ତାପରେ ସେ କିଛି କହିପାରିଲାନି, ବୋଲି ହିଁ କହିଲା। ତାପରେ ତାହାକୁ ଲେଖା ଯେ ତାହାକୁ ତାମାନେ ବାହାର କରି ଦିଆ ହେଇଛି। ସେ ଭାବୁଛେ ଯେ ମୁଇଁ ବିବାହ ଭୋଜକୁ ଜିମି আর বসিকিରି ଖାଇମି ବୋଲି, ମେଜର ଅଂଶୀଦାରୀ ହେମି ବୋଲି। ବୁଝିଲ, ସେ ଭାବୁଛେ ଯେ ମୁଇଁ ଜିମି ବସମି আর ଖାଇମି ବୋଲି, ହେଲେ ତାର ପାଖରେ ସେ ବସ୍ତ୍ର ନାହିଁ। ବୁଝିଲ, ହାଲେଲୁୟା। ଆମର ପାଖରେ ସେଇ ଶୁକ୍ଳ ବସ୍ତ୍ର ନିହାତି ଜରୁରୀ ଅଛି। ଆଉ ସେଇ ଶୁକ୍ଳ ବସ୍ତ୍ର ଯଦି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଲା ଦିନ ଠାରୁ, ଯେଉଁ ଦିନ ଆମେ ମେଜର ଅଂଶୀଦାରୀ ହେଲା, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ଧୌତ ହେଲା, ଯଦି ଆମେ ଅବିରମୟ ହେଇଯାଇଅଛୁ, ଆମେ ଯଦି ଦାଢ଼ି ଶୂନ୍ୟ ରୁଟି ନ ଖାଇକି ଯଦି ଆମେ ପରମେଶ୍ୱରଙ୍କର ନିୟମକୁ ପାଳନ ନ କରିକି ଆମର ନିଜର ଅନୁସାରେ ଯଦି ଆମେ କାର୍ଯ୍ୟ କରିଅଛୁ, ତାହେଲେ ଆମେ ଅବିରମୟ ହେଇଯାଇଅଛୁ, ଆମର ବସ୍ତ୍ର ମଳିନ ହେଇଯାଇଅଛୁ। ପ୍ରେଜ୍ ଦ ଲର୍ଡ। ଆମେ ମେଜର ଅଂଶୀଦାରୀ ହେଲେ ବି ଆମେ ଯାଇପାରବା ନାହିଁ। ହାଲେଲୁୟା। ଦେଖୁ, ମେଜର ଅଂଶୀଦାରୀ ବି ହଉଛି ଅନ୍ଧକାର ଶକ୍ତି କୁ ପ୍ରବେଶ କରିକି ସେଇ ଜାଗାରେ ବସିକି ସେ ମେଜର ଅଂଶୀଦାରୀ ହେଉଅଛି। ଆଜି ଆମର ଜୀବନରେ ସେଇପରି ହଉନି ତ? ଆମେ ସମୀକ୍ଷା କରୁ, ଆମକୁ ଆମ ନିଜକୁ ପରୀକ୍ଷା କରୁ। ସେଇ ନିସ୍ତାର ପର୍ବ ଭୋଜର ଆମେ ଏଇ ଶିକ୍ଷା ଗ୍ରହଣ କରୁଅଛୁ, ସେଇ ପ୍ରଭୁ ଭୋଜ ମେଜର ଆମେ ଏଇ ଶିକ୍ଷା ଗ୍ରହଣ କରୁଅଛୁ। ଆଉ ଆମେ ପ୍ରଭୁ ଭୋଜକୁ ଯଦି କି ନେଇ ଯଦି ଖାମଖିଆଲି ନେଉଅଛୁ, ଗୋଟେ ପରମ୍ପରା ଯଦି ନେଉଅଛୁ, ତାହେଲେ ଆମେ ଭୁଲ ଭାବୁଅଛୁ। ଆମେ ତାହେଲେ ଯଦି ଆମେ ଯଦି ଅବିରମୟ ହେଇଯାଇଅଛୁ, ଆମେ ଦେଖୁ ଅନେକ ଆମେ ଗୁପ୍ତ ବିଷୟ ଆମେ ଅନେକକୁ କହିପାରୁନୁ, ଆମର ଭୁଲ ହେଇଗଲେ ବି ଆମେ ଅନ୍ୟ ଲୋକକୁ ଜଣେଇ ପାରୁନୁ। ଆମେ ପ୍ରାର୍ଥନା କରୁଅଛୁ, ପ୍ରଭୁ ଯୀଶୁଙ୍କୁ କହୁଅଛୁ,
ହେଲେ ଆମେ ଦେଖୁ ଯେ ପରମେଶ୍ୱରଙ୍କର ନିୟମରେ ଅଛେ ଜିସାୟ 1:18 ଯଦି ଆମର ପାପ ସିନ୍ଦୁର ବର୍ଣ୍ଣ ହେଇଗଲେ ବି ଆମେ ଯଦି ଖମିର ମଜ ହେଇଗଲେ ବି ସେ ଆମକୁ ଶୁକ୍ଳ ବର୍ଣ୍ଣ କରିବେ। ତାଙ୍କର ପାଖରେ ସେ ଶକ୍ତି ଅଛି। ତାଙ୍କଠାରେ ସେ ପ୍ରଭୁ ଯୀଶୁ କୃଷ ଉପରେ ତାଙ୍କର ସେ ରକ୍ତ ଦେଇକି ଯାଇ ଅଛନ୍ତି ଆଉ ସେ ରକ୍ତ ଦ୍ୱାରା ଆମେ ଧୃତ ହେଇପାରିବା। ଦେଇଥିଲ ହାଲେଲୁୟା। ତ ଆମେ ଯେଉଁ ସମାଜରେ ଆମେ ସେ ମେଜର ଅଂଶୀଦାରୀ ହେଉଛୁ ନିସ୍ତାର ପର୍ବର ସେ ମେଜର ଅଂଶୀଦାରୀ ହେଉଛୁ ଆଉ ପ୍ରଭୁ ଯୀଶୁଙ୍କୁ ଆମେ ବିଶ୍ୱାସ କରୁଅଛୁ ଯେ ସେ ବଳିଦାନ ହେଇଅଛନ୍ତି ଆଉ ସେଇ ରକ୍ତକୁ ଆମେ ବିଶ୍ୱାସ କରୁଅଛୁ ତାହେଲେ ଆମେ ଅନନ୍ତ ଜୀବନର ଅଧିକାରୀ ହେଇପାରିବା। ସେଇ ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିପାରିବା। ଆମେ ସେ ଶୁକ୍ଳ ବସ୍ତ୍ର ପିନ୍ଧିକି ଆମେ ପ୍ରବେଶ କରିପାରିବା। ମେଜର ଅଂଶୀଦାରୀ ହେଇପାରିବା। ଆଉ ଯଦି ଆମେ ଭାବୁ ଯେ ମତେ କେହି ନେଇ ଦେଖବା ଇସ୍କରିୟା ଯୁଦା ଭାବୁଥିଲା ମତେ କେହି ନେଇ ଦେଖବା ଟଙ୍କା ସେ ଥଳି ନେଇକି ଲୁଚିକି ରଖି ଦଉଥିଲେ କେହି ଦେଖୁନଥିଲେ ବୋଲିକି ସେ ଭାବୁଥିଲେ। ଯଦି ଆମେ ସେଇପରି ଭାବୁଅଛୁ ତାହେଲେ ଆମେ ପ୍ରବେଶ କରିପାରିବା ନାହିଁ। ଆମ ପାଖରେ ସେଇ ଶୁକ୍ଳ ବସ୍ତ୍ର ନିହାତି ଥିବାର ଜରୁରୀ ଅଛି। ସେଇ ବିନା ବସ୍ତ୍ରରେ ଆମେ ସେଇ ମେଜର ସେ ନିମନ୍ତ୍ରିତ ଯୋଉ ପରି ଅଛନ୍ତି ମେଷ ଶାବକଙ୍କର ଭୋଜରେ ଆମେ ନିମନ୍ତ୍ରିତ ଆମେ ପ୍ରବେଶ କରିପାରିବା ନାହିଁ। ଆମେ ଭିତରକୁ ପ୍ରବେଶ କରିପାରିବା ନାହିଁ। ଯଦି ଆମ ପାଖରେ ଯେ ଶୁକ୍ଳ ବସ୍ତ୍ର ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ଆମେ ଧୌତ ହେଇଅଛୁ ତାହେଲେ ଆମେ ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିପାରିବା। ଅନନ୍ତ ଜୀବନର ଅଧିକାରୀ ହେଇପାରିବା। ଦେଖୁ ଯଦି ଆମେ ସମୟ ହେଇଯାଇଅଛୁ ଆମେ ଯଦି ପାପ କରିଦେଇଅଛୁ 7 ଦିନ ଭିତରେ କୋଉ ଜାଗାରେ ଆମେ ଯଦି ଭୁଲ କରିଦେଇଅଛୁ ତାହେଲେ ଆମେ କରିବା କଣ? କରିବା କଣ? ଏଇ ପ୍ରଥମ କରନ୍ଥୀୟ 5:7 ପାଉଲ ହିଁ କହୁଛନ୍ତି ଯେ ତୁମର ପୁରୁଣା ଖମିର ବାହାର କରିଦିଅ ଯେପରି ତୁମେ ନୂଆ ପିଣ୍ଡୁଲ ହୋଇପାରିବ। ଦେଇଥିଲ ତାପରେ ଆଉ ଜାଗାରେ ଲେଖାଯାଏ ପ୍ରକାଶିତ ବାକ୍ୟରେ 2:5 କହୁଛନ୍ତି ଯେ ତୁମେ ଯେଉଁ ଜାଗାରୁ ପତନ ହେଇଅଛ ତାହା ସ୍ମରଣ କର ଆଉ ମନ ପରିବର୍ତ୍ତନ କର ଆଉ ଆଦ୍ୟ କର୍ମ ସବୁ କର ବୋଲିକି କହୁଅଛୁ। ନହେଲେ ଯେବେ ମନ ପରିବର୍ତ୍ତନ ନ କର ତେବେ ଆମେ ତୁମ ନିକଟକୁ ଆସି ତୁମର ପ୍ରତୀକ ସ୍ଥାନରୁ ଘୁଞ୍ଚାଇ ଦେବୁ। ହାଲେଲୁୟା। ଯଦି ଆମେ ମନ ପରିବର୍ତ୍ତନ କରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନ ଯିବା ତାଙ୍କ ପାଖକୁ ନ ଯିବା ଆଦ୍ୟ କର୍ମ ସବୁ ଆଦ୍ୟ ପ୍ରେମ ସବୁ ଯଦି ନ କରିବା ଆଉ ଆମର ପୁରୁଣା ଖମିର ଯେଉଁ ଖମିର ଆମର ପାଖରେ ଅଛି ଲାଗି ଯାଇଅଛି ଆମର ଶୁକ୍ଳ ବସ୍ତ୍ର ମଳିନ ହେଇଯାଇଅଛି ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଠାରେ ସେ କୃଷରେ ଆମେ ଯଦି ସମର୍ପିତ ନ ହେବା ତାଙ୍କ ରକ୍ତ ଦ୍ୱାରା ଆମେ ଧୃତ ନ ହେବା ପୁଣି ଶୁକ୍ଳ ବସ୍ତ୍ର ପରିଧାନ ନ କରିବା ତାହେଲେ ଆମେ ପ୍ରଭୁଙ୍କର ମେଜର ଅଂଶୀଦାରୀ ହେଇପାରିବା ନାହିଁ। ପ୍ରଭୁ ଯୀଶୁ କହିଲେ ଗୋଟେ ବିଷୟ ଲାଷ୍ଟକୁ କହିଲେ ସେଇ ଜାଗାରେ ଯେ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ଯେଉଁ ଦିନ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷ ଫଳର ରାସ ପାନ କରିବି ନାହିଁ ସେଇଦିନ ପର୍ଯ୍ୟନ୍ତ ଆଉ କେବେ ହିଁ ପାନ କରିବି ନାହିଁ। ସେଇଦିନ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ କହିଲେ ମୁଁ କେବେ ହିଁ ପାନ କରିବି ନାହିଁ। ଆଉ ସେଇ ମେଜରେ ଆମେ ନିହାତି ବସିବାର ନିହାତି ଜରୁରୀ ଅଛି। ନହେଲେ ଆମେ ଦୁର୍ଭାଗ୍ୟ ମଣିଷ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଜାଣିଅଛୁ ବୋଲିକି କହୁଅଛୁ ତାହେଲେ ଆମେ ସମୀକ୍ଷା କରୁ ଆଉ ପ୍ରଭୁଙ୍କର ନିକଟବର୍ତ୍ତୀ ହଉ ଆଉ ମେଜର ଅଂଶୀଦାରୀ ହଉ ଆମଛାଲି ନ ନେଇକି ଆମେ ଗୁରୁତ୍ୱ ବିଷୟ ଭାବିକି ଆମେ ଯିବାର ନିହାତି ଜରୁରୀ ଅଛି। ଆଉ ପ୍ରକାଶିତ ବାକ୍ୟର ସେ 7-9 ପଦରେ ଯୋଉ ବିଷୟ ଲେଖା ଅଛି ଯେ ସେଇ ଜାଗାରେ ଖଜୁରୀ ବାହଙ୍ଗା ଧରିକି ସେଇ ଜାଗାରେ ଦଣ୍ଡାୟମାନ ହେଇଅଛନ୍ତି ଆଉ ସେଇ ଜାଗାରେ ସର୍ବଜାତୀୟ ସର୍ବଗୋଷ୍ଠୀ ସର୍ବ ଭାଷାର ଲୋକ ଅଛନ୍ତି। ତ ଆମେ ସେଇ ଜାଗାରେ ନିହାତି ଠିଆ ହେବାର ଜରୁରୀ ଅଛି। ତ ଆମେ ଏହି ସମାଜରେ ହିଁ ପରିବର୍ତ୍ତନ ହେଇକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବାର ଆଗଠାରୁ ଆମେ ଯଦି ପରିବର୍ତ୍ତନ ହେବା ଆମର ପୁରୁଣା ଖମିରକୁ ବାହାର କରିଦେବା ଆମେ ଯଦି ନୂଆ ପିଣ୍ଡୁଲା ହୋଇପାରିବା ତାହେଲେ ପିତା ମହିମାନ୍ୱିତ ହେବେ। ତାହେଲେ ଆମେ ସେଇ ମେଜର ଅଂଶୀଦାରୀ ହେଇପାରିବା। ତାହେଲେ ଯାଇ ଆମେ ସେଇ ଭୋଜିର ଭିତରକୁ ଆମେ ପ୍ରବେଶ କରିପାରିବା। ହାଲେଲୁୟା। ଯେ ଅଳ୍ପ ବାକ୍ୟ ଦ୍ୱାରା ପରମେଶ୍ୱର